श्याम। तो फ्रेंड्स आज आम पंचदश अध्याय सारांश को पढ़ा निष्कर्ष को चलतु। यही अध्यायर प्रारंभ में जोगेश्वर श्रीकृष्ण कहले यही संसार गोटे अश्वत्थ वृक्ष अटे। अश्वत्थ गोटे उदाहरण मात्र। ऊर्ध्वरे जार मूल परमात्मा एवं तलकू जार शाखा प्रशाखा प्रकृति अटे। जीए एही वृक्ष को असंग शस्त्र द्वारा काटी थाए अर्थात एही वृक्ष को मूल सहित विदित करि देई थाए से ही संपूर्ण वेदर ज्ञाता अटे। एही संसार वृक्षर शाखा गुड़िक तल और ऊपर सर्वत्र व्याप रहिछि एवं एहार मूल अर्थात मूलरे चेर मध्य ऊपर तल होई सर्वत्र व्याप रहिछि कारण ସେହି ମୂଳ ଈଶ୍ୱର ଅଟନ୍ତି ଏବଂ ସେହି ହିଁ ବୀଜ ରୂପରେ ପ୍ରତ୍ୟେକ ଜୀବର ହୃଦୟରେ ନିବାସ କରିଥାନ୍ତି। ପୌରାଣିକ ଆଖ୍ୟାନ ରହିଛି ଥରେ କମଳାସନରେ ବସିଥିବା ବ୍ରହ୍ମାଜୀ ବିଚାର କଲେ ଯେ ମୋର ଉଦ୍ଗମ କେଉଁଠୁ ଯେଉଁଠାରୁ ସେ ଉତ୍ପନ୍ନ ହୋଇଥିଲେ ସେହି କମଳ ନାଡିର ପ୍ରବେଶ କରି ଚାଲିଲେ। ଅନବରତ ଚାଲିବାରେ ଲାଗିଲେ କିନ୍ତୁ ନିଜର ଉଦ୍ଗମକୁ ଦେଖିପାରିଲେ ନାହିଁ। ତେବେ ହତାଶ ହୋଇ ସେ କମଳ ଆସନରେ ବସିଗଲେ। ଚିତ୍ତର ନିରୋଧ କରିବାରେ ଲାଗିଗଲେ ଓ ଧ୍ୟାନ ଦ୍ୱାରା ନିଜର ମୂଳ ଉଦ୍ଗମକୁ ପ୍ରାପ୍ତ କଲେ। ପରମ ତତ୍ତ୍ୱର ସାକ୍ଷାତକାର କରି ପ୍ରସ୍ତୁତି କଲେ। ସେହି ପରମ ସ୍ୱରୂପ ଠାରୁ ହିଁ ଆଦେଶ ମିଳିଲା ମୁଁ ସର୍ବତ୍ର ରହିଛି କିନ୍ତୁ ମୋର ପ୍ରାପ୍ତିର ସ୍ଥାନ ମାତ୍ର ହୃଦୟ। ହୃଦୟ ଦେଶରେ ଯିଏ ଧ୍ୟାନ କରିଥାଏ ସେ ମତେ ପ୍ରାପ୍ତ କରିଥାଏ। ବ୍ରହ୍ମା ଏକ ପ୍ରତୀକ ମାତ୍ର। ଯୋଗ ସାଧନ ଏକ ପରିକଳ୍ପ ଅବସ୍ଥାରେ ଏହି ଚିତ୍ତର ଜାଗୃତି ହୋଇଥାଏ। ଈଶ୍ୱର ଆଡକୁ ଉନ୍ମୁଖ ବ୍ରହ୍ମ ବିଦ୍ୟାର ସଂଯୁକ୍ତ ବୁଦ୍ଧି ହିଁ ବ୍ରହ୍ମା କମଳ ଜଳରେ ରହି ମଧ୍ୟ ନିର୍ଲିପ୍ତ ଏବଂ ନିର୍ମଳ କରିଥାଏ। ବୁଦ୍ଧି ଯେଉଁ ପର୍ଯ୍ୟନ୍ତ ଏପଟେ ସେପଟେ ହୋଇ ଖୋଜୁଥାଏ ସେ ପର୍ଯ୍ୟନ୍ତ କିଛି ପାଇ ନଥାଏ ଏବଂ ଯେତେବେଳେ ସେହି ବୁଦ୍ଧି ନିର୍ମଳତାର ସହିତ ଆସୀନ ହୋଇ ମନ ସହିତ ଇନ୍ଦ୍ରିୟକୁ ସଂକୁଚିତ କରି ହୃଦୟରେ ନିରୋଧ କରି ନେଇଥାଏ ସେହି ନିରୋଧ ମନର ବିଲୀନକରଣ ଅବସ୍ଥାରେ ନିଜର ହିଁ ହୃଦୟ ପରମାତ୍ମାକୁ ପାଇଥାଏ। ଏଠାରେ ଯୋଗେଶ୍ୱର ଶ୍ରୀକୃଷ୍ଣ କହୁଛନ୍ତି ତାଙ୍କ ଅନୁସାରେ ସଂସାର ଏକ ବୃକ୍ଷ ଅଟେ ଯାହାର ମୂଳ ଏବଂ ଶାଖାମାନ ଉପର ତଳ ସର୍ବତ୍ର ବ୍ୟାପ୍ତ। କର୍ମାନୁବନ୍ଧିନୀ ମନୁଷ୍ୟ ଲୋକେ ଅର୍ଥାତ୍ କର୍ମାନୁସାରେ କେବଳ ମନୁଷ୍ୟ ଜନି ହିଁ ବନ୍ଧନ ଉତ୍ପନ୍ନ କରିଥାଏ। ଏଇଠି କହୁଛନ୍ତି କେବଳ ମଣିଷ ଜନି ହିଁ କର୍ମ ଅନୁସାରେ ବନ୍ଧନ ଉତ୍ପନ୍ନ କରିଥାଏ। ଅନ୍ୟ ଜନିରେ ଏହି କର୍ମାନୁସାରେ କେବଳ ଭୋଗକୁ ହିଁ ଭୋଗିଥାନ୍ତି। ଅନ୍ୟ ଜନି ମାନଙ୍କରେ କେବଳ ଭୋଗ ଭୋଗିଥାନ୍ତି। ଅତଃ ଦୃଢ ବୈରାଗୀ ରୂପୀ ଶସ୍ତ୍ର ଦ୍ୱାରା ଏହି ସଂସାର ରୂପୀ ଅଶ୍ଵତ୍ଥ ବୃକ୍ଷକୁ ତୁମେ ହିଁ କାଟି ପରମ ପଦର ଅନ୍ୱେଷଣ କର। ଯେଉଁଥିରେ ଯାଇଥିବା ମହର୍ଷି ପୁନର୍ଜନ୍ମରୁ ପ୍ରାପ୍ତ ହୋଇ ନଥାନ୍ତି କିପରି ଜାଣିପାରିବା ଯେ ସଂସାର ବୃକ୍ଷ କଟିଗଲା? ଯୋଗେଶ୍ୱର କହୁଛନ୍ତି ଯିଏ ମାନ ଓ ମୋହରୁ ସର୍ବଥା ରହିତ, ଯିଏ ସଙ୍ଗ ଦୋଷରୁ ମୁକ୍ତ, ଯାହାର ମନ ନିବୃତ୍ତି ହୋଇଯାଇଛି, ଯିଏ ଦ୍ୱନ୍ଦ୍ୱରୁ ସମ୍ପୂର୍ଣ୍ଣ ମୁକ୍ତ ସେହି ହିଁ ପୁରୁଷ ପରମ ତତ୍ତ୍ୱକୁ ପ୍ରାପ୍ତ ହୋଇଥାଏ। ସେହି ପରମ ପଦକୁ ନା ସୂର୍ଯ୍ୟ ନା ଚନ୍ଦ୍ରମା ନା ଅଗ୍ନି ନା ପ୍ରକାଶିତ କରିପାରିଥାନ୍ତି କାରଣ ସେ ସ୍ୱୟଂ ପ୍ରକାଶ ରୂପ। ଯେଉଁ ମାର୍ଗରେ ଯାଇଥିବା ବ୍ୟକ୍ତି ପ୍ରତ୍ୟାବର୍ତ୍ତନ କରି ଆସିନଥାନ୍ତି ତାହା ହିଁ ମୋର ପରମ ଧାମ ଯାହାକୁ ପାଇବା ଅଧିକାର ସମସ୍ତଙ୍କର ରହିଛି କାରଣ ସେହି ଜୀବାତ୍ମା ମୋର ହିଁ ଶୁଦ୍ଧ ଅଂଶ ଅଟେ। ଶରୀର ତ୍ୟାଗ କରିବା ସମୟରେ ଜୀବାତ୍ମା ଏବଂ ମନ ପଞ୍ଚ ଜ୍ଞାନେନ୍ଦ୍ରିୟ କାର୍ଯ୍ୟକଳାପକୁ ନେଇ ନୂତନ ଶରୀରକୁ ଧାରଣ କରିଥାଏ।
ସଂସାର ସ୍ୱାତ୍ବିକ ହୋଇଥିଲେ ସ୍ୱାତ୍ବିକ ସ୍ତରକୁ ପହଞ୍ଚିଯାଏ, ରାଜସୀ ହୋଇଥିଲେ ମଧ୍ୟମ ସ୍ଥାନକୁ ପହଞ୍ଚିଯାଏ ଓ ତାମସୀ ହୋଇଥିଲେ ଜଘନ୍ୟ ଯୋନି ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ତଥା ଇନ୍ଦ୍ରିୟ ମାନଙ୍କ ଅଧିଷ୍ଠାତା ମନ ମାଧ୍ୟମରେ ବିଷୟ ମାନଙ୍କୁ ଦେଖୁଥାଏ ଓ ଭୋଗ କରୁଥାଏ। ଏହା ଦିଶୁ ନଥାଏ, ଏହାକୁ ଦେଖିବାର ଦୃଷ୍ଟି ଜ୍ଞାନ ଅଟେ। କିଛି କଣ୍ଠସ୍ଥ କରି ନେବାର ନାମ କେବଳ ଜ୍ଞାନ ନୁହେଁ। ଯୋଗୀ ଜନର ହୃଦୟରେ ଚିତ୍ତକୁ ଏକତ୍ରିତ କରି ପ୍ରୟତ୍ନ ପୂର୍ବକ ହିଁ ତାହାର ଦର୍ଶନ କରିପାରିଥାନ୍ତି। ଅତଃ ଜ୍ଞାନ ସାଧନଜ୍ଞ ଅଟେ। ଅଧ୍ୟୟନ ଦ୍ୱାରା ତାହାଙ୍କ ପ୍ରତି ଶ୍ରଦ୍ଧା ଉତ୍ପନ୍ନ ହୋଇଥାଏ। ସଂଚୟ ଯୁକ୍ତ ଅକୃତାତ୍ମା ଲୋକେ ପ୍ରୟତ୍ନ କରି ମଧ୍ୟ ତାହାକୁ ପାଇନଥାନ୍ତି। ଏଠାରେ ପ୍ରାପ୍ତ ହୋଇଥିବା ସ୍ଥାନର ଚିତ୍ର ରହିଛି, ଅତଃ ସେହି ଅବସ୍ଥାର ବିଭୂତିମାନଙ୍କ ପ୍ରବାହ ସ୍ୱାଭାବିକ। ତାହାକୁ ସେ ପୁନର୍ କହୁଛନ୍ତି, ସୂର୍ଯ୍ୟ ଏବଂ ଚନ୍ଦ୍ରମାରେ ମୁଁ ହିଁ ପ୍ରକାଶ ଅଟେ, ଅଗ୍ନିରେ ମୁଁ ହିଁ ତେଜ, ମୁଁ ହିଁ ପ୍ରଚଣ୍ଡ ଅଗ୍ନି ରୂପରେ ଚାରିଟି ବିଧିରେ ପରିପକ୍ୱ ହେଉଥିବା ଅନ୍ୱକ ଜୀର୍ଣ୍ଣ କରୁଥାଏ। ଶ୍ରୀକୃଷ୍ଣ ଶବ୍ଦରେ ଅନ୍ନ ଏକମାତ୍ର ବ୍ରହ୍ମ ଅଟେ। ଅନ୍ନ ବ୍ରହ୍ମ ବ୍ୟଜାନାତା। ଯେଉଁ ଉପନିଷଦରୁ ଶ୍ରୀକୃଷ୍ଣ ଏହାକୁ ଉଠାଇଲେ ତାହାର ଏହା ହିଁ ନିର୍ଣ୍ଣୟ ଅଟେ। ଯାହାକୁ ପ୍ରାପ୍ତ କରି ଏହି ଆତ୍ମା ତୃପ୍ତ ହୋଇଥାଏ ଓ ବୈଖରୀ ମଧ୍ୟମ ପଶ୍ୟନ୍ତି ଏବଂ ପରା ପର୍ଯ୍ୟନ୍ତ ଅନ୍ତ ପୂର୍ଣ୍ଣ ପରିପକ୍ୱ ହୋଇଥାଏ, ସେହି ପାତ୍ର ମଧ୍ୟ ବିଲୀନ ହୋଇଥାଏ। ଏହି ଅନ୍ନକୁ ମୁଁ ହିଁ ଜୀର୍ଣ୍ଣ କରୁଥାଏ। ଅର୍ଥାତ୍ ସଦ୍ଗୁରୁ ଯେଉଁ ପର୍ଯ୍ୟନ୍ତ ରତି ହୋଇ ନଥାନ୍ତି ସେ ପର୍ଯ୍ୟନ୍ତ ଏହି ଉପଲବ୍ଧି ହୋଇ ନଥାଏ। ଏହାକୁ ଯୋଗେଶ୍ୱର ପୁନଃ କହୁଛନ୍ତି ଯେ ସମ୍ପୂର୍ଣ୍ଣ ପ୍ରାଣୀଙ୍କ ହୃଦୟରେ ସ୍ଥିତ ହୋଇ ମୁଁ ସ୍ମୃତି ହୋଇଥାଏ। ଯେଉଁ ସ୍ୱରୂପ ବିସ୍ତୃତ ଥିଲା ତାହାର ସ୍ମୃତି ହୋଇଥାଏ। ସ୍ମୃତି ସହିତ ପ୍ରାପ୍ତ ହୋଇଥିବା ଜ୍ଞାନ ମଧ୍ୟ ମୁଁ ଅଟେ। ସେଥିରେ ଆସୁଥିବା ବାଧାର ନିଦାନ ମଧ୍ୟ ମୋ ଦ୍ୱାରା ହିଁ ହୋଇଥାଏ। ମୁଁ ହିଁ ଜାଣିବା ଯୋଗ୍ୟ ଅଟେ ଏବଂ ବିଦିତ ହୋଇଯିବା ପରେ ଅନୁଭବର ପ୍ରେରଣାଦାତା ମଧ୍ୟ ମୁଁ ହିଁ ଅଟେ। ଏହାପରେ କିଏ କାହାକୁ ଜାଣିବ? ମୁଁ ବେଦବିତ୍ ଅଟେ। ଅଧ୍ୟାୟର ପ୍ରାରମ୍ଭରେ କହିଥିଲେ ଯେ ଯିଏ ସଂସାର ବୃକ୍ଷକୁ ମୂଳ ସହିତ ଜାଣିଥାଏ ସେ ବେଦବିତ୍ ଅଟେ, କିନ୍ତୁ ସେହି ବୃକ୍ଷକୁ ଛେଦନ କରୁଥିବା ବ୍ୟକ୍ତି ହିଁ ଜାଣିଥାଏ। ଏଠାରେ କହୁଛନ୍ତି ଯେ ମୁଁ ମଧ୍ୟ ବେଦବିତ୍ ଅଟେ, ସେହି ବେଦବିତ୍ ମାନଙ୍କ ମଧ୍ୟରେ ନିଜକୁ ମଧ୍ୟ ଗଣନା କରୁଛି। ଅତଃ ଶ୍ରୀକୃଷ୍ଣ ମଧ୍ୟ ଏଠାରେ ବେଦବିତ୍ ପୁରୁଷୋତ୍ତମ ଅଟନ୍ତି, ଯାହାକୁ ପ୍ରାପ୍ତ କରିବା ଅଧିକାର ମାନବ ମାତ୍ର ରହିଛି। ପରିଶେଷରେ ସେ କହିଲେ ଯେ ଲୋକର ତିନି ପ୍ରକାର ପୁରୁଷ ଥାନ୍ତି। ଭୂତ ପ୍ରାଣୀଙ୍କ ସମ୍ପୂର୍ଣ୍ଣ ଶରୀର କ୍ଷୟ ଅଟେ। ମନର କୂଟସ୍ଥ ଅବସ୍ଥାରେ ଏହି ପୁରୁଷ ଅକ୍ଷର ହୋଇଥାଏ, କିନ୍ତୁ ଦ୍ୱନ୍ଦାତ୍ମକ ହିଁ ଅଟେ ଏବଂ ଏହାଠାରୁ ଊର୍ଦ୍ଧ୍ୱରେ ଯେଉଁ ପରମାତ୍ମାକୁ ପରମେଶ୍ୱର, ଅବ୍ୟକ୍ତ ଏବଂ ଅବିନାଶୀ କୁହାଯାଇଥାଏ ସେ ବସ୍ତୁତଃ ଭିନ୍ନ ହିଁ ଅଟନ୍ତି। ଏହି କ୍ଷର ଓ ଅକ୍ଷର ଊର୍ଦ୍ଧ୍ୱରେ ଥିବା ଏକ ଅବସ୍ଥା ବିଶେଷ, ଏହା ହିଁ ପରମ ସ୍ଥିତି ଅଟେ। ଏଠାରେ ନିଜକୁ ତୁଳନା କରି କହୁଛନ୍ତି ମୁଁ ମଧ୍ୟ କ୍ଷର ଏବଂ ଅକ୍ଷର ଊର୍ଦ୍ଧ୍ୱରେ ସେହି ପରମାତ୍ମା ଅଟେ। ତେଣୁକରି ଲୋକେ ମୋତେ ପୁରୁଷୋତ୍ତମ କୁହନ୍ତି। ଏପରି ଉତ୍ତମ ପୁରୁଷକୁ ଯିଏ ଜାଣିଥାନ୍ତି ସେହି ଜ୍ଞାନୀ ଭକ୍ତମାନେ ସଦୈବ ସବୁ ପ୍ରକାରେ ମୋ ଭଜନ ହିଁ କରିଥାନ୍ତି। ତାହାଙ୍କ ଜାନକାରୀରେ କୌଣସି ଅନ୍ତର ନଥାଏ। ହେ ଅର୍ଜୁନ, ଏହି ଅତ୍ୟନ୍ତ ଗୋପନୀୟ ରହସ୍ୟ ମୁଁ ତୁମ ନିମନ୍ତେ କହିଲି। ପ୍ରାପ୍ତି ହୋଇଥିବା ମହାପୁରୁଷ ସମସ୍ତଙ୍କ ସମାନତାରେ କହିନଥାନ୍ତି, କିନ୍ତୁ ଅଧିକାରୀଙ୍କ ନିକଟେ କିଛି ମଧ୍ୟ ଲୁଚାଇ ରଖି ନଥାନ୍ତି। ଯଦି ଗୋପନୀୟ ରଖିବେ ତେବେ ସାଧକ ପାଇବେ କିପରି? ଏହି ଅଧ୍ୟାୟରେ ଆତ୍ମାର ତିନୋଟି ସ୍ଥିତିର ଚିତ୍ରଣ କ୍ଷର, ଅକ୍ଷର ଏବଂ ଅତି ଉତ୍ତମ ପୁରୁଷଙ୍କ ନାମରେ ସ୍ପଷ୍ଟ କରାଗଲା, ଯେପରି ଏହା ପୂର୍ବରୁ କୌଣସି ଅନ୍ୟ ଅଧ୍ୟାୟରେ ନାହିଁ। ତ ଏଇଠି ସମ୍ପୂର୍ଣ୍ଣ ହୋଇଯାଇଛି ପଞ୍ଚଦଶ ଅଧ୍ୟାୟ। ଏଇଠି ରଖିବା, ପୁଣି ନେକ୍ସଟ ଭିଡ଼ିଓ ଆସିବ ଆପଣଙ୍କ ପାଇଁ।
ତ ଆପଣମାନେ ସେଇ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ରାଧେ ଶ୍ୟାମ।